ଧାନ ଆଉ ଟୋଟାଲି ନାହିଁ। ମୋ ଝିଅ ବାହାଘର ଆଖି ଆଗରେ ଶୀତ ଦିନିଆ ଫସଲ କରିଥିଲି ଆଳୁ, ସିଏ ବି ପଳେଇଲା ଟୋଟାଲି। ସମବାୟ ବ୍ୟାଙ୍କରୁ ଲୋନ୍ କରିଥିଲୁ, ଗାଁ ହାତ ଉଧାରି ଲୋନ୍ ବି କରିଥିଲୁ, କେମିତି ସୁଝିବୁ, କ'ଣ କରିବୁ, ସେଗୁଟାକୁ ଆମର ଚିନ୍ତା। ମୋ ନାଁ ବିଜ୍ଞାନ ପରିଡ଼ା, ଗ୍ରାମ ଜୁଆଙ୍ଗ, ପଞ୍ଚାୟତ ତିହୁଡ଼ି, ବ୍ଲକ ନିଆଳି। 6-7 ଏକର ଖଣ୍ଡ ବିଲ ରୁଇଥିଲୁ। ଦୁନିଆ ଧାର କର୍ଜ କରି ହାତ ଉଧାରି କରି ଆଣିକି ରୁଇଥିଲୁ। ସବୁ ଜାଗା ଧାନ ବିଲରେ ଭାସୁଛି। ତେଣୁ ଏ ଫସଲ ଯଦି ସରକାର କିଛି ଇଏ କରିବେ, ଆମେ ଲୋନ୍ ଫୋନ୍ ଯେଉଁ ଆଣିଛୁ କି ହାତ ଉଧାରି ଆଣିଛୁ, କିଛି ମାତ୍ରାରେ ସୁଝିବା ପାଇଁ ଆମେ ଚେଷ୍ଟା କରୁଛୁ। ଆଉ ଧାନ ଟୋଟାଲି ପାଣିରେ ପଡ଼ି ଗଜା ହେଇଯାଇଛି। ଧାନରେ ଆଉ ସେ ଧାନ ବିକିଲା ଅବସ୍ଥାରେ ବି ନାହିଁ। କ'ଣ କରିବୁ, ଆମ ମୁଣ୍ଡରେ ଚଡ଼କ। ପିଲାଙ୍କ ପାଠ ପଢ଼ିବାକୁ ପଇସା ପତ୍ର ବି ଧାର ଉଧାର ଆମେ କରିଥିଲୁ। ଏଇ ଧାନ ବିକିକିରି କିଛି ମାତ୍ରାରେ ତାକୁ ସୁଝିବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଅଦିନିଆ ବର୍ଷା ସବୁ ଧୋଇ ନେଲା। ଆଉ ସରକାର ଯଦି କିଛି ମାତ୍ରାରେ କ୍ଷତିପୂରଣ ଦେବେ, ଯାହାହେଲେ କିଛି ମାତ୍ରାରେ ଆମେ ଯେଉଁ ହାତ ଉଧାରି କରିଛୁ ତାକୁ ଋଣ ସୁଝିବୁ। ମୁଁ ଧରଣୀଧର ନାୟକ, ସୁନ୍ଦରଦା, ନିଆଳି ବ୍ଲକ, କଟକ ଡିଷ୍ଟ୍ରିକ୍ଟ। ଅଦିନିଆ ବର୍ଷାରେ ପ୍ରଥମ ଯେଉଁ ଦିନ 2 ଦିନ ବର୍ଷା ହେଲା, ଆମକୁ ମେସେଜ କରିଥିଲେ ଯେ ଝୁପୁଝୁପୁ ବର୍ଷା ହେବ, ଅଳ୍ପ ସ୍ୱଳ୍ପ ବର୍ଷା ହେବ। ତେଣୁ ଟିକେ ଚାଷୀ ଆଶ୍ୱସ୍ତି ହେଲେ। ତାପରେ ଏମିତି ବର୍ଷା ହେଲା ଯେ 48 ଘଣ୍ଟା କାଳ ବର୍ଷା। ପୁଣି ସେକେଣ୍ଡ 2 ଦିନ ଯେ ସିଏ ପ୍ରବଳ ବର୍ଷାରେ ବର୍ତ୍ତମାନ ଆମ ଧାନ ଫାନ ବସୁଛି। ଆମେ ଲୋନ୍ ଫୋନ୍ କରିଛୁ, ତାକୁ କେମିତି ସୁଝିବୁ, କ'ଣ କରିବୁ, ଆମ ମୁଣ୍ଡ ଚଡ଼କ ଖାଇଦେଇଛି, ପୁରା ଏକଦମ ପଡ଼ିଛି। ଆଉ କ'ଣ କରିବୁ? ଧାନ 4 ଏକର କରିଛି, ଲୋନ୍ କରିଛି ବ୍ୟାଙ୍କରୁ, ପ୍ରଧାନମନ୍ତ୍ରୀ ବୀମା ଯୋଜନା ବି କରିଛି। ସବୁ କରିସାରିଲା ପରେ ବି କିଛି ନାହିଁ। ଆର୍ଆଇ ଆସିନାହାନ୍ତି ଏଠିକି। ଦାବି କରୁଛନ୍ତି ଆମର ଧାନ ଯେଉଁ ଯାଇଛି, ଆମର କ୍ଷତିପୂରଣ ମିଳିଲେ ଆମେ ଟିକେ ସେ ଲୋନ୍ ଫୋନ୍ରେ ଟିକେ ସୁଝିବୁ ବୋଲି ଆମେ ଆଶା କରିଛୁ। ଯଦି ନ ମିଳିବ ବିଷ କାହିଁ ମରିବୁ, ଆଉ କ'ଣ କରିବୁ? ଆଉ ଇଏ ବୟସରେ, ଆଉ 60 ବର୍ଷ ମୋତେ ବୟସ ହେଲା, ଆଉ 60 ବର୍ଷ ବୟସରେ ମୁଁ ଏତିକି ଚାଷ କରିଛି। ଏ ଚାଷ କ'ଣ କରିବି? ତାକୁ ଲୋନ୍ ସୁଝିବି କେମିତି? ମୋ ଛୁଆ ତ ପାଠ ପଢ଼ୁଛନ୍ତି, କେମିତି କ'ଣ କରିବି? ଅକ୍ଷୟ କୁମାର ଲେଙ୍କା, ଜୁଆଙ୍ଗ, ତିହୁଡ଼ି ପଞ୍ଚାୟତ, ନିଆଳି ବ୍ଲକ, କଟକ ଜିଲ୍ଲା। ମୋର ବୟସ ହେଲାଣି 64 ବର୍ଷ। ମୁଁ 1.5 ଏକର ଧାନ କରିଥିଲି। ଧାନ ଆଉ ଟୋଟାଲି ନାହିଁ। ମୋ ଝିଅ ବାହାଘର ଆଖି ଆଗରେ ଶୀତ ଦିନିଆ ଫସଲ କରିଥିଲି ଆଳୁ, ସିଏ ବି ପଳେଇଲା ଟୋଟାଲି। ସମବାୟ ବ୍ୟାଙ୍କରୁ ଲୋନ୍ କରିଥିଲୁ, ଗାଁ ହାତ ଉଧାରି ଲୋନ୍ ବି କରିଥିଲୁ, କେମିତି ସୁଝିବୁ, କ'ଣ କରିବୁ, ସେଗୁଟାକୁ ଆମର ଚିନ୍ତା। ଦାବି ରଖିଛୁ, ମୋ ଗାଁର ଟୋଟାଲି ଜମିର କିଛି ଫସଲ ନାହିଁ। ମୋ ଗାଁର ସମସ୍ତଙ୍କୁ ଯଦି ସାହାଯ୍ୟ କରିବେ ସରକାର, କିଛି ହେଲେ କିଛି ଲୋନ୍ ଦେଇଦେବୁ। ଏବଂ ଆପଣ ଦେଖିଲେ, ଆପଣ ଏଠି ତ ଦେଖିଲେ, ଯଦି ଆଉ ତଳକୁ ଯିବେ ଆପଣଙ୍କ ଆଖିରେ ବି ଲୁହ ରହିବନି।